ପ୍ରତିଜ୍ଞା କରୁଅଛି ଯେ ଶ୍ରୀମତୀ ସୋନିଆ ଜେନାଙ୍କ ସହିତ ପରିଣୟ ସୂତ୍ରରେ ଆବଦ୍ଧ ହେବା ବିଷୟରେ ମୁଁ କୌଣସି ପ୍ରତିବନ୍ଧକର କାରଣ ଜାଣେ ନାହିଁ। ମୁଁ ସୋନିଆ ଜେନା ପ୍ରତିଜ୍ଞା କରୁଅଛି ଯେ ଶ୍ରୀମାନ ସୁମିତ୍ର କୁମାର ଲିମାଙ୍କ ସହିତ ପରିଣୟ ସୂତ୍ରରେ ଆବଦ୍ଧ ହେବା ବିଷୟରେ ମୁଁ କୌଣସି ପ୍ରତିବନ୍ଧକର କାରଣ ଜାଣେ ନାହିଁ। श्रीमान सुमित्र कुमार लिमा तुम्हे की विवाहर पवित्र संबंधे ईश्वर मंगल विधान अनुजाई दाम्पत्य प्रेम श्रीमती सोनिया जेना को निजर विवाहिता भार्य स्वरूपे ग्रहण करिब। तुम्हे की सर्वावस्था यहाँ को प्राणर सहित प्रेम समादर सांत्वना और प्रतिपादन करिब। पुणी मृत्यु विच्छेद पर्यंत केवल यही स्त्री आबद्ध रही विशुद्ध और पवित्र प्रणय एहांक सहित बास करिब। श्रीमती सोनिया जेना तुम्हे की विवाहर पवित्र बंधन ईश्वर मंगल विधान अनुजाई दाम्पत्य प्रेम श्रीमान सुमित्र कुमार लेबा को निजर विवाहित स्वामी स्वरूपे ग्रहण करिब। तुम्हे की सर्वावस्था एहांकु प्राणर सहित प्रेम समादर सांत्वना और प्रतिपादन करिब। पुणी प्रभु साक्षात सर्व विषय एहांक वशीभूता होई मृत्यु विच्छेद पर्यंत केवल यही स्वामी ठारे आसक्त रही विशुद्ध और पवित्र प्रणय एहांक सहित बास करिब। एपटे टिके देखंतु यही समवेत मंडली साक्षात मु सुमित्र कुमार लिमा सर्वशक्तिमान सर्वदर्शी ईश्वर सम्मुखें और आंभ मानक प्रभु यीशु ख्रीष्ट नाम तुम्हाकू अर्थात श्रीमती सोनिया जेना को मोर विवाहिता भार्य स्वरूपे आज सुखरे दुखरे संपदरे विपदरे सुस्थतारे असुस्थतारे ईश्वर पवित्र विधान अनुसार आजीवन प्रेम समादर और प्रतिपालन करने को ग्रहण करुछि। एही प्रतिज्ञा रक्षार्थे मु विश्वास सहकारे हस्त प्रदान पूर्वक तुम्हको मोर वाक्य दान करुछि। प्रभु मोर सहाय हेतु मोहर हृदय तुम्भर हेउ तुम्भर हृदय मोर हेउ। पुणी आंभ मानक उभयर सम्मिलित हृदय ईश्वर हेउ। यही समवेत मंडलीर साक्षात मु सोनिया जेना सर्वशक्तिमान सर्वदर्शी ईश्वर सम्मुखें और आंभ मानक प्रभु यीशु ख्रीष्ट नाम तुम्हको अर्थात श्रीमान सुमित्र कुमार लिमा को
ମୋର ବିବାହିତ ସ୍ୱାମୀ ସ୍ୱରୂପେ ବିବାହିତ ସ୍ୱାମୀ ସ୍ୱରୂପ ଆଜିଠାରୁ ଆଜିଠାରୁ ସୁଖରେ ସୁଖରେ ବା ଦୁଃଖରେ ବା ଦୁଃଖରେ ସମ୍ପଦରେ ସମ୍ପଦରେ ବା ବିପଦରେ ବା ବିପଦରେ ସୁସ୍ଥତାରେ ସୁସ୍ଥତାରେ ବା ଅସୁସ୍ଥତାରେ ବା ଅସୁସ୍ଥତାରେ ଈଶ୍ୱରଙ୍କ ଈଶ୍ୱରଙ୍କ ପବିତ୍ର ପବିତ୍ର ବିଧାନ ଅନୁସାରେ ବିଧାନ ଅନୁସାରେ ଆଜୀବନ ଆଜୀବନ ପ୍ରେମ ସମାଦର ସମାଜର ଓ ପ୍ରତିପାଳନ କରିବାକୁ ଗ୍ରହଣ କରୁଅଛି। କରୁଅଛି। ଏହି ପ୍ରତିଜ୍ଞା ଏହି ପ୍ରତିଜ୍ଞା ରକ୍ଷାର୍ଥେ ରକ୍ଷାର୍ଥେ ମୁଁ ବିଶ୍ୱାସ ସହକାରେ ସହକାରେ ହସ୍ତ ପ୍ରଦାନ ପୂର୍ବକ ପ୍ରଦାନ ପୂର୍ବକ ତୁମ୍ଭକୁ ମୋର ବାକ୍ୟ ଦାନ କରୁଅଛି। ପ୍ରଭୁ ମୋର ସହାୟ ହେଉନ୍ତୁ। ମୋର ହୃଦୟ ତୁମ୍ଭର ହେଉ, ତୁମ୍ଭର ହୃଦୟ ମୋର ହେଉ। ପୁଣି ଆମ୍ଭମାନଙ୍କ ଉଭୟଙ୍କ ସମ୍ମିଳିତ ହୃଦୟ ଈଶ୍ୱରଙ୍କ ହେଉ। ସର୍ବଶକ୍ତିମାନ ପରମେଶ୍ୱର, ତୁମ ପବିତ୍ର ଚରଣ ତଳେ ସୁନିଆ ଜେନା ଏବଂ ସୁଦୀପ୍ର କୁମାର ଲିମା ପ୍ରଭୁ ପ୍ରତିଜ୍ଞା ନେଇ ପରସ୍ପରକୁ ନିଜର ସ୍ୱାମୀ ସ୍ତ୍ରୀ ଭାବରେ ଉଭୟ ଗ୍ରହଣ କରିଅଛନ୍ତି। ତୁମ ସାକ୍ଷାତରେ ପ୍ରଭୁ ସେମାନେ ସ୍ୱୀକାର କରିଅଛନ୍ତି। ଆଉ ଏହାର ନିଦର୍ଶନ ସ୍ୱରୂପେ ଏହି ମୁଦ୍ରିକା ସେମାନେ ଆଦାନ ପ୍ରଦାନ କରିବେ। ଏହା ସେମାନଙ୍କ ସହିତ ଚିହ୍ନ ହେଉ, ସେମାନଙ୍କର ଜୀବନର ଶେଷ ସନ୍ଧ୍ୟା ପର୍ଯ୍ୟନ୍ତ ଏହା ସେମାନଙ୍କ ନିମନ୍ତେ ଆଶୀର୍ବାଦର କାରଣ ହେଉ। ମହିମା ପ୍ରଶଂସା କେବଳ ତୁମେ ପାଅ, କାରଣ ଯୀଶୁଙ୍କ ନାମରେ ମାଗୁଛୁ। ଫଟୋ ଉଠ। ଗରମ ଫଟୋ ଉଠଉଛୁ ନା ଭିଡ଼ିଓ କରୁଛୁ? ଫଟୋ ଉଠା। ମୁଁ ତୁମ୍ଭକୁ ମୋର ପତ୍ନୀ ସ୍ୱରୂପେ ଗ୍ରହଣ କରିଥିବାରୁ ଏହାର ନିଦର୍ଶନ ଓ ସ୍ମୃତି ସ୍ୱରୂପେ ଏହି ମୁଦ୍ରିକା ପ୍ରଦାନ କରୁଅଛି। ହାତ ଗୋଟେ ହାତ ଧରିକି ଠିକ ଅଛି। ମୁଁ ତୁମ୍ଭକୁ ମୋର ସ୍ୱାମୀ ସ୍ୱରୂପେ ଗ୍ରହଣ କରିଥିବାରୁ ଏହାର ନିଦର୍ଶନ ଓ ସ୍ମୃତି ସ୍ୱରୂପେ ଏହି ମୁଦ୍ରିକା ପ୍ରଦାନ କରୁଅଛି। ମାଳ ମାଳ ପୁନର୍ବାର ତୁମ ପବିତ୍ର ଚରଣରେ ନବଦମ୍ପତିକୁ ସମର୍ପଣ କରୁଛୁ। ସେମାନେ ପ୍ରତିଜ୍ଞା ନେଇଛନ୍ତି ଏବଂ ଚିହ୍ନ ସ୍ୱରୂପେ ମୁଦ୍ରିକା ଆଦାନ ପ୍ରଦାନ କରିଛନ୍ତି। ବର୍ତ୍ତମାନ ଏ ବାଳ ସେମାନେ ଆଦାନ ପ୍ରଦାନ କରିବେ। ତୁମର ଉପସ୍ଥିତି ଏମାନଙ୍କ ସହିତରେ ରହୁ, ସର୍ବଦା ଏମାନଙ୍କ ନିମନ୍ତେ ଆଶୀର୍ବାଦର କାରଣ ହେବ। ଧନ୍ୟବାଦ ଯୀଶୁଙ୍କ ନାମରେ ମାଗୁଛୁ। ଏଇଟା ଏଇଟା ଫଟୋ ଦେଖନ୍ତୁ ଭଲରେ ଆମେ ପିନ୍ଧା ବରମାଳା ଲେଖା ଦେଖେଇବାର ଅଛି ନା। ଠିକ ଅଛି।
ହାତ ଧରିକି ସେଟା ପରେ ସେଟା ପରେ ହାତ ଧରିକି ଯୋଉ ହାତ ଧରି ଧର ସିଧେ ହାତ ଶ୍ରୀମାନ ସୁମିତ୍ର କୁମାର ଦେବା ତୁମ୍ଭେ କି ବିବାହର ପବିତ୍ର ସମ୍ବନ୍ଧରେ ଶ୍ରୀମତୀ ସୋନିଆ ଜେନାଙ୍କୁ ନିଜର ବିବାହିତ ଭାର୍ଯ୍ୟ ରୂପେ ଗ୍ରହଣ କରିବ। ଈଶ୍ୱର ଯେଉଁମାନଙ୍କୁ ସଂଯୁକ୍ତ କରିଅଛନ୍ତି ମନୁଷ୍ୟ ସେମାନଙ୍କୁ ଭିନ୍ନ ନ କରୁ। ଏହି ଦୁଇ ଜଣ ଅର୍ଥାତ୍ ଶ୍ରୀମାନ ସୁମିତ୍ର କୁମାର ଲିମା ଏବଂ ଶ୍ରୀମତୀ ସୋନିଆ ଜେନାଙ୍କ ପବିତ୍ର ପରିଣୟ ସୂତ୍ରରେ ଆବଦ୍ଧ ହେବା ନିମନ୍ତେ ଏହି ସଭା ସାକ୍ଷାତରେ ଏବଂ ଈଶ୍ୱରଙ୍କ ସମ୍ମୁଖରେ ସ୍ୱୀକୃତ ହୋଇଛନ୍ତି। ପୁଣି ପରସ୍ପରର ହସ୍ତ ଧରି ଏବଂ ବିବାହ ଚିହ୍ନ ଦେଇ ଓ ତାହା ଗ୍ରହଣ କରି ନିଜ ନିଜର ସମ୍ମତି ପ୍ରକାଶ କରିଅଛନ୍ତି। ଅତଏବ ମୋ ପିତା ପୁତ୍ର ପବିତ୍ର ଆତ୍ମାଙ୍କ ନାମରେ ପୁଣି ରାଷ୍ଟ୍ର ବିଧି ଅନୁସାରେ ଏମାନଙ୍କୁ ସର୍ବ ସମକ୍ଷରେ ସ୍ୱାମୀ ଓ ଭାର୍ଯ୍ୟ ବୋଲି ସ୍ୱୀକାର ଓ ପ୍ରକାଶ କରୁଅଛି। ପ୍ରଭୁ ଉଭୟଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରଭୁ ତୁମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ। ସେ ତୁମ୍ଭମାନଙ୍କୁ ରକ୍ଷା ଓ ପ୍ରତିପାଳନ କରନ୍ତୁ। ପୁଣି ତାଙ୍କର ଅନନ୍ତ କାଳସ୍ଥାୟୀ ସୁମଧୁର ପ୍ରେମରେ ତୁମ୍ଭମାନଙ୍କୁ ପରିତୃପ୍ତ କରନ୍ତୁ। ତାହାଙ୍କ ପ୍ରେମମୟ ହସ୍ତରେ ସେ ତୁମ୍ଭମାନଙ୍କୁ ପରିଚାଳନା କରନ୍ତୁ। ପୁଣି ତୁମ୍ଭେମାନେ ଯେପରି ଶେଷରେ ସେହି ପ୍ରେମ ଧାମରେ ତାହାଙ୍କର ପ୍ରେମମୟ ଫଳରେ ଆଶ୍ରୟପ୍ରାପ୍ତ ହୁଅ, ତୁମ୍ଭମାନଙ୍କୁ ସେ ଏପରି ଅନୁଗ୍ରହ କରନ୍ତୁ। ସେ ତୁମ୍ଭମାନଙ୍କ ଉଭୟର ସମ୍ମିଳିତ ହୃଦୟରେ ଚିରକାଳ ବିରାଜିତ ଥାନ୍ତୁ। ପ୍ରାର୍ଥନା କରିବେ। ସ୍ୱର୍ଗୀୟ ପିତା ତୁମ ପବିତ୍ର ମହାନାମର ଧନ୍ୟବାଦ କରୁଛୁ, ପ୍ରଶଂସା କରୁଛୁ, ଗୌରବ କରୁଛୁ। ତୁମ ପବିତ୍ର ଚରଣ ତଳେ ପ୍ରଭୁ ସୁମିତ୍ର ଏବଂ ସୋନିଆ ସେମାନେ ପରସ୍ପର ପ୍ରତିଜ୍ଞା ନେଇ ଚିହ୍ନ ଧାରଣ କରି ସ୍ୱାମୀ ସ୍ତ୍ରୀ ଭାବରେ ପରସ୍ପରକୁ ଗ୍ରହଣ କରିଛନ୍ତି। ତେଣୁ ଏମାନଙ୍କ ଦାମ୍ପତ୍ୟ ଜୀବନ ତୁମ ଦ୍ୱାରା ଆଶୀର୍ବାଦ ଯୁକ୍ତ ହେଉ। ଏମାନଙ୍କର ଭବିଷ୍ୟତ ମଙ୍ଗଳ କର, କୁଳ ପୂର୍ଣ୍ଣ କର ଏବଂ ଏମାନଙ୍କର ପରିବାରକୁ ସୁଦୃଢ଼ ରୂପେ ଗଠନ କର। ମହିମା ପ୍ରଶଂସା କେବଳ ତୁମେ ପାଅ, କାରଣ ଯୀଶୁଙ୍କ ନାମରେ ମାଗୁଛୁ, ଆମେନ୍। ଯେତେବେଳେ ପିତା ଈଶ୍ୱରଙ୍କ ପ୍ରେମ, ପୁତ୍ର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହ, ପବିତ୍ର ଆତ୍ମାଙ୍କ ଶାନ୍ତି ଶକ୍ତି ସହ ଭାଗିଦାର ନବ ଦମ୍ପତି ପ୍ରତି, ପରିବାର ପରିଜନ ଏକତ୍ରିତ ସମସ୍ତଙ୍କ ପ୍ରତି ସଦା ସର୍ବଦା ସଙ୍ଗେ ସଙ୍ଗେ ହୁଅନ୍ତୁ। ବର୍ତ୍ତମାନ ରେଜିଷ୍ଟ୍ରେସନ କାର୍ଯ୍ୟ କରନ୍ତୁ। हेलो हाँ सर कोटी कहबे किंबु
हेलो हेलो ପ୍ରଦାନ କରାଯିବ। ରାଷ୍ଟ୍ରୀୟ ବିଧି ଅନୁସାରେ ଏହି ସମସ୍ତ କାର୍ଯ୍ୟ କରିବା ପାଇଁ ଓଡ଼ିଶା ସରକାର ତରଫରୁ ମୁଁ ସ୍ୱୀକୃତି ପ୍ରାପ୍ତ ହୋଇଥିବାରୁ ଆଉ ନବଦମ୍ପତିକୁ ବିବାହ ପ୍ରତିଜ୍ଞା କରି ବର୍ତ୍ତମାନ ସେମାନଙ୍କୁ ରେଜିଷ୍ଟ୍ରେସନ କରାଯାଇଛି ଏବଂ ରେଜିଷ୍ଟ୍ରେସନର ସାର୍ଟିଫିକେଟ ପ୍ରଦାନ କରାଯିବ। ଆଉ 2 ଜଣ ଛିଡ଼ା ହେବେ ଆଉ ଉଭୟଙ୍କୁ ମୁଁ ଏ ସାର୍ଟିଫିକେଟଟା ପ୍ରଦାନ କରିବି, କିନ୍ତୁ ନିୟମ ପ୍ରକାର ଝିଅଙ୍କ ଘରେ ଏହି ବିବାହ ସାର୍ଟିଫିକେଟଟି ରହିବ। ଆଉ ବିଶେଷ ଭାବରେ ସୁମିତ୍ର କୁମାର ଲିମାଙ୍କୁ ସୋନିଆ ରାଣୀ ଜେନା ବିବାହ କରିଥିବାରୁ ଆଜିଠୁ ଆଉ ସୁମିତ୍ର ଲିମାଙ୍କର ସ୍ତ୍ରୀ ଭାବରେ ଘୋଷିତ ହେଇଥିବାରୁ ଆଜିଠାରୁ ସୋନିଆ ରାଣୀ ଲିମା ବୋଲି ତାଙ୍କୁ ଡକାଯିବ। ସମସ୍ତେ ଉଚ୍ଚ କରତଳ ଦିଅନ୍ତୁ। ବର୍ତ୍ତମାନ ସେମାନଙ୍କ ରେଜିଷ୍ଟର ହେଇଛି ଆଉ ସେମାନେ ସ୍ୱାମୀ ସ୍ତ୍ରୀ ଭାବରେ ଘୋଷିତ ହେଇ ସାରିଛନ୍ତି। ଆଣିଛ ପୁରା ଫଟେଇବେ ଏପଟ ଏପଟ ଟିକେ ଦେଖନ୍ତୁ ଆପଣ ଧରନ୍ତୁ ଆଜ୍ଞା ଆପଣ ହଁ ସେମିତି ଧରନ୍ତୁ ଏପଟ ଦେଖନ୍ତୁ। ବର୍ତ୍ତମାନ ରେଜିଷ୍ଟ୍ରେସନ କାର୍ଯ୍ୟ ସରିଛି, ତେଣୁ ମୁଁ ଅନୁରୋଧ କରିବି ନବଦମ୍ପତି ପାଇଁ ଏମାନଙ୍କ ଶତାବ୍ଦୀ ଆଶୀର୍ବାଦ ପୁଷ୍ପମୟ ବିକ୍ରମ ଆହ୍ୱାନ ଅଛନ୍ତି, ପ୍ରାର୍ଥନା କରିବେ। ମଧ୍ୟ ଆମ ମନ୍ଦିରର ବିକ୍ରମ ମଧ୍ୟ ଅଛନ୍ତି, 2 ଜଣ ସଂକ୍ଷିପ୍ତ ଭାବରେ ପ୍ରାର୍ଥନା କରିବେ। ଆସନ୍ତୁ ଆମେ ପ୍ରାର୍ଥନା କରିବା। ଆମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱର ତୁମରି ପବିତ୍ର ମହତ୍ ନାମର ଧନ୍ୟବାଦ ଦେଉଅଛି, କାରଣ ନିରୂପିତ ସମୟରେ ଆପଣାର ଯୋଜନା ଏବଂ ସଂକଳ୍ପକୁ ତୁମେ ସାଧନ କରିଥାଅ, ଏଣୁ ଧନ୍ୟବାଦ ଦେଉଅଛୁ। ପ୍ରିୟ ପରମେଶ୍ୱର, ସୁମିତ୍ର କୁମାର ଲିମାଙ୍କ ସହିତ ସୋନିଆଙ୍କର ସ୍ୱାମୀ ସ୍ତ୍ରୀ ଭାବରେ ଗଣିତ ହେବା ପାଇଁ ତୁମର ପୂର୍ବ ସଂକଳ୍ପ ଥିଲା। ଆଉ ଆଜି ଏ ମଧ୍ୟାହ୍ନ ସମୟରେ ତୁମ ନିରୂପିତ ଦାସ ପୁରୋହିତଙ୍କ ଦ୍ୱାରା ସେହି କାର୍ଯ୍ୟ ସାଧନ କଲ ବୋଲି ତୁମର ପବିତ୍ର ନାମର ଧନ୍ୟବାଦ ଦେଉଛି। ପ୍ରାର୍ଥନା କରୁଅଛି ତୁମର ଅନୁଗ୍ରହ ସିଂହାସନ ତଳେ ନବଦମ୍ପତିକୁ ସମର୍ପଣ କରୁଅଛି। ତୁମର ଅନୁଗ୍ରହର ଛାୟା ସଦା ସର୍ବଦା ସେମାନଙ୍କ ଉପରେ ରହୁ। ତୁମର କୃଷିୟ ହସ୍ତ, ପବିତ୍ର ହସ୍ତ, ରକ୍ତୀୟ ହସ୍ତ ସେମାନଙ୍କ ଉପରେ ରହୁ, ଯଦ୍ୱାରା ଆପଣା ଜୀବନରେ ସଦା ସର୍ବଦା ତୁମରି ଅନୁଗ୍ରହ ଆଶୀର୍ବାଦ ପ୍ରାପ୍ତ ହେବେ, ଏଥି ନିମନ୍ତେ ଦୟା କର। ପ୍ରଭୁ ପ୍ରାର୍ଥନା କରୁଛି ସଦା ସର୍ବଦା ସେମାନଙ୍କର ଚତୁଃପାର୍ଶ୍ୱ ରକ୍ତର ବାଡ଼ ରଖ। ପୁଣି ଏହି ଦିନଠାରୁ ଆରମ୍ଭ କରି ଜୀବନର ସତା ଥିବା ପର୍ଯ୍ୟନ୍ତ ତୁମର ରହି ଦିନପାତ କରି ତୁମର ମହିମା ପ୍ରକାଶ କରନ୍ତୁ। ପ୍ରାର୍ଥନା ଶୁଣିଲ ଧନ୍ୟବାଦ ଦେଇ ଏହି ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗୁଅଛୁ ପିତ, ଆମେନ୍। ପ୍ରାର୍ଥନା କରିବା। ସର୍ବୋପରିସ୍ଥ ଏକମାତ୍ର ସର୍ବଶକ୍ତିମାନ ପ୍ରଭୁ, ତୁମରି ପବିତ୍ର ମହତ୍ ନାମର ଧନ୍ୟବାଦ ପ୍ରଶଂସା ଗୌରବ କରୁଅଛୁ, କାରଣ ତୁମେ ମହାନ ଏବଂ ଆଶ୍ଚର୍ଯ୍ୟ ଭୟଯୋଗ୍ୟ ପରମେଶ୍ୱର। ତୁମରି ସଂକଳ୍ପ ଯୋଜନା ଅଭିମତ ମନୁଷ୍ୟ ବୁଝିପାରେ ନା, କିନ୍ତୁ ତୁମରି ସୃଷ୍ଟ ସମସ୍ତ ବିଷୟ ଉପରେ ତୁମେ ଆଶୀର୍ବାଦ ପ୍ରଦାନ କରିଥାଅ, ସେଥିପାଇଁ ଧନ୍ୟବାଦ ଦେଉଛୁ। ପ୍ରିୟ ପ୍ରଭୁ, ଏତେବେଳେ ପ୍ରଭୁ ଏକ ଯୁବକ ଏକ ଯୁବତୀ, ଯୁବକ ସୁମିତ୍ର କୁମାର ଲିମା ଏବଂ ଯୁବତୀ ସୋନିଆ ରାଣୀ ଜେନା ଉଭୟଙ୍କୁ ତୁମେ ନିରୂପଣ କରିଥିଲ। ସେଥିପାଇଁ ଆଜି ପ୍ରଭୁ ଉଭୟ ପତି ପତ୍ନୀ ଭାବରେ ସେମାନେ ପ୍ରଭୁ ସାର୍ଟିଫିକେଟ ମାଧ୍ୟମରେ ପ୍ରଭୁ ସ୍ୱୀକୃତି ପାଇଛନ୍ତି, ସେଥିପାଇଁ ଧନ୍ୟବାଦ ଦଉଛୁ। ପ୍ରିୟ ପ୍ରଭୁ, ସେମାନଙ୍କ ପାଇଁ ପ୍ରାର୍ଥନା ନିବେଦନ ଗୁହାରି କରୁଛୁ, ଆଜିଠାରୁ ସେମାନେ ପରିବାର ଗଠନ କରିବେ, ସେମାନଙ୍କର ଭବିଷ୍ୟତ ମଙ୍ଗଳ ହେଉ ଏବଂ ସେମାନେ ପ୍ରଭୁ ତୁମକୁ ହୃଦୟରେ ରଖି ଭୟର ସହିତ
ଜୀବନ ଯାପନ କରୁ କରୁ ତୁମଠାରୁ ଆଶୀର୍ବାଦ ପ୍ରାପ୍ତ ହେଉଛୁ। ମହିମା ଗୌରବ ପୂଜା ପ୍ରଶଂସା ଯୁଗେ ଯୁଗେ କେବଳ ତୁମରି ହେଉ। ତୁମରି ପବିତ୍ର ନାମରେ ଏହି ସମସ୍ତ ନିବେଦନ ଭିକ୍ଷା କରି ମାଗୁଅଛି, ଆମେନ୍। ସେତେବେଳେ ପିତା ଈଶ୍ୱରଙ୍କ ପ୍ରେମ, ପୁତ୍ର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହ, ପବିତ୍ର ଆତ୍ମାଙ୍କ ଶାନ୍ତି ଶକ୍ତି ସହଭାଗିତା ନବଦମ୍ପତି ପ୍ରତି, ପରିବାର ପରିଜନ ସମସ୍ତଙ୍କ ପ୍ରତି, ଖ୍ରୀଷ୍ଟାସିତ ସମସ୍ତ ବିଶ୍ୱାସୀ ବିଶ୍ୱାସିନୀମାନଙ୍କ ପ୍ରତି ଏକତ୍ରିତ ପ୍ରତ୍ୟେକଙ୍କ ସହିତ ସଦା ସର୍ବଦା ସଙ୍ଗେ ସଙ୍ଗେ ଦିଅନ୍ତୁ, ଆମେନ୍। ସମସ୍ତଙ୍କୁ ନମସ୍କାର। Thank you.